ଜୟ ଜଗନ୍ନାଥ। ଆଜି ଭଲ କଥା ଟିକେ ମନେ ରଖ ଛୁଆ, ଯାଜନଗରରେ ଖେଳ। ଯାଜନଗରରେ ଖେଳ ତା ମାନେ କଣ? କୋଉ ଯାଜନଗର? ଯାଜନଗର ମହାପୁରୁଷ ଅନେକ ସ୍ଥାନକୁ କରିଛି। ମହାପୁରୁଷ ଲେଖିଛନ୍ତି, ସ୍ୱତନ୍ତ୍ର ଗାଁ ନାଁ ଗୁଡା ମଧ୍ୟ ଯାଜନଗର ଲେଖିଛନ୍ତି। କିନ୍ତୁ ତମକୁ ଗୋଟେ ଭଲ କଥା ଆଗରୁ ମଧ୍ୟ କହିଥିଲି, ଗୁପ୍ତ ଲୀଳା ଗୁପ୍ତ। ସ୍ଥୂଳବାଦ ଯୋଉ ଲେଖିଛନ୍ତି ତା ସତ୍ୟ ନୁହଁ। କାହିଁକି? ତମକୁ କଣ ମହାପୁରୁଷ ବାଣୀ ମିଥ୍ୟା? ନା, ମହାପୁରୁଷ ବାଣୀ ସତ୍ୟ। ମହାପୁରୁଷ କଣ କରିଛନ୍ତି, ଏତେ ସେ ଜାଣିଥିଲେ କଳି ଲୋକ କେତେ ସୁପର ଚାଲାକିଆ। ସେଥିପାଇଁ କଣ କଲେ, ସେ ଠା କୁଠା ସବୁ କଣ କଲେ, ଗୋଟେ ଗୋଟେ ଗାଁ ନାଁ ମଧ୍ୟ ବର୍ଣ୍ଣନା କଲେ। କାହିଁକି? ଅନେକ ବାହାରିବେ। ସବୁ ଯାଇ ଯୋଉ ସ୍ଥୂଳବାଦରେ ଯୋଉ ପ୍ରକାଶରେ କରିଛନ୍ତି, ଧରାଯାଉ ଅମୁକ ଗାଁଟା ହଉଛି ଯାଜନଗର ଲେଖିଛନ୍ତି, ସେଠି ସମସ୍ତେ ଯିବେ, ସେଠି ଗୁଡା କରି ସେ ମୁଁ ଗାଁ ଯାଜନଗର, ସେ ମୋର ଗାଁ ଯାଜନଗର, ଏମିତି ସବୁ ଚାଲିବ, ଗୋଟେ ଆଖଡା ଗଲେ ଚାଲିବ। ମହାପୁରୁଷ ସବୁ ଯାକ ଖୋଲିକି ଲେଖିଲା ପରେ ପୁଣି କହିଲେ କଣ, ଅଚ୍ୟୁତାନନ୍ଦ ମହାପୁରୁଷ ଶାସ୍ତ୍ର ଭିତରେ ସାର ଶିବ ଶାସ୍ତ୍ର ଦେଖିବ, ତା ଦେହରେ ଲେଖା ଅଛି। ସେ ଲେଖିଛନ୍ତି, ଉତ୍କଳ ଦେଶରେ ଯାଜନଗର ଭୂଇଁ ଅଟଇ ଗୁପତ ଠାବ, ନିତ୍ୟ ଭକ୍ତମାନେ ଦିନ ଗଣୁଥିବେ ମାର ଖଣ୍ଡ ପ୍ରିୟ ଧ୍ରୁବ। ଅନେକ ଜାଗାକୁ ସ୍ଥାନକୁ ନିରୂପଣ କରିଛନ୍ତି ଯାଜନଗର, ଫେର କାଟି ଦେଇଛନ୍ତି, କହିଲେ ଉତ୍କଳ ଦେଶରେ ଯାଜନଗର ଭୂଇଁ ଅଟଇ ଗୁପତ ଠାବ, ନିତ୍ୟ ଭକ୍ତ ମାନେ ଦିନ ଗଣୁଥିବେ ମାର ଖଣ୍ଡ ପ୍ରିୟ ଧ୍ରୁବ। ସବୁ ଭକ୍ତ ନୁହଁ, ନିତ୍ୟ ଭକ୍ତ। ନିତ୍ୟ ଭକ୍ତ ପ୍ରଭୁଙ୍କର ଅଙ୍ଗ ଭାବ, ପ୍ରଭୁଙ୍କୁ ପାଇବା ଯାହା ତାଙ୍କୁ ପାଇବା ସେଇଆ, ତାଙ୍କ ପାଦକୁ ବୋଧେ ସରଳ। ସେ ଭକ୍ତ ମାନେ ଦିନ ଗଣୁଥିବେ, ମାନେ ସମୟକୁ ଅପେକ୍ଷା କରିଥିବେ, କୋଉ ଦିନ ଆମ ପ୍ରଭୁ ଆସିବେ। ବୁଝିଯାଉଛି? ମାରକଣ୍ଡ ପ୍ରିୟ ଧ୍ରୁବ, ମାରକଣ୍ଡ ଋଷି ମଧ୍ୟ ତାଙ୍କୁ ଅପେକ୍ଷା କରୁଥିଲେ। ଯାଜନଗର ହଉଛି ଗୋଟେ ସ୍ୱତନ୍ତ୍ର ସ୍ଥାନକୁ ନିରୂପଣ କରାଯାଇଛି। ଯୋଉ ଗୁପ୍ତ ଯାଜନଗର, ସେଇଟା ଗୋଟେ ସ୍ୱତନ୍ତ୍ର ସ୍ଥାନ। ବୁଝିଯାଉଛି ନା? ମହାପୁରୁଷଙ୍କ ଭାଷାରେ ସେ ମଧ୍ୟ ଲେଖିଛନ୍ତି, ଯାଜନଗର ବୋଲି ଯାହାକୁ ବୋଲନ୍ତି ଜହିଁରେ ଉଭା କନକ। କନକ ବୋଲନ୍ତି ଦୁର୍ଗା। ଆମ ଗ୍ରାମ ଦେବତୀ ସବୁ ଅଛନ୍ତି, ସିଏ କଣ ବନ ଦୁର୍ଗା ନୁହଁ କି? ସେ ବନ ଦୁର୍ଗା ନୁହଁ କି? ତେଣୁ ସବୁ ଗାଁ କଣ, ସିଏ କହିବ ମୋ ଗାଁ ଠାକୁରାଣୀ ହଉଛନ୍ତି କଣ, ଦୁର୍ଗା। ଜହିଁରେ ଉଭା କନକ, ସେ କହିବ ମୋ ଗାଁରେ କନକ ଦୁର୍ଗା ଅଛନ୍ତି, ସେ କହିବ ମୋ ଗାଁରେ ଦୁର୍ଗା। ଆରେ କୋଉ କନକ କଥା କହିଛନ୍ତି, ସେଇଟା ଚିନ୍ତା କରିବାର ଅଛି। ଯେତିକ ବନ ଦୁର୍ଗା ଉତ୍କଳ ଭୁବନ ଅଛନ୍ତି, ସମସ୍ତେ ମା, ସମସ୍ତେ ବନ ଦୁର୍ଗା। କିନ୍ତୁ ମହାପୁରୁଷ କହିଲେ ଜହିଁରେ ଉଭା କନକ, ଯୋଉଠି କନକ ଉଭା ହେଇଥିବେ, ଦୁର୍ଗା ଉଭା ହେଇଥିବେ। କୋଉ ଦୁର୍ଗା? ନା ଯାଜ୍ଞସେନୀ ରୂପକ ଦୁର୍ଗା। ଭଲ କଥା ମନେ ରଖିଥାଅ। ଯାଜ୍ଞସେନୀ ଦ୍ରୌପଦୀ, ଦ୍ରୌପଦୀ ଯୋଉଠି ପଥର ହେଇଥିବେ, ହେଲା, କନକ ଦୁର୍ଗା ତାକୁ କୁହାଯିବ। ଆଦି ଦୁର୍ଗା କାହାକୁ କୁହାଯାଏ? ଯୋଉଠି ସତୀ ପଥର ହେଲେ ତାଙ୍କୁ ଆଦି ଦୁର୍ଗା କୁହାଯାଏ। ଭାବୁଛ ଅନେକ ସ୍ଥାନକୁ ନିରୂପଣ କରୁଛନ୍ତି। ଉଦୟ ବଟ ତମେ ଦେଖ, ଆମେ ସମାଜ ଜାଣିଛେ ପାରାଦୀପରେ ଉଦୟ ବଟ, କିଏ ନ ଜାଣିଛି? କିନ୍ତୁ ଉଦୟ ବଟ ଗୁପ୍ତ। ଗୋଟେ ପ୍ରକଟ ଉଦୟ ବଟ ହେଲା ପାରାଦୀପ, ଗୁପ୍ତ ଉଦୟ ବଟ କୋଉଠି? ଏମିତି ସବୁ ଅନେକ ଜିନିଷ ଅଛି। ମହାପୁରୁଷ କହନ୍ତି ତନ୍ମଧ୍ୟରୁ ସେଇ ଯାଜନଗର ଯୋଉ ଅଛି, ଯୋଉ ଗୁପ୍ତ ଯାଜନଗର,
ସେଠି ପ୍ରଭୁ ଖେଳ ଆରମ୍ଭ କରିବେ। କେବେ କେବେ ଲେଖିଲେ ପଟ୍ଟାମଣା ଶାସ୍ତ୍ରରେ ଶିଶୁଆନନ୍ଦ। ବରଜ ତନୁଜ ସୁତନୁଜ ରାଜ ବ୍ରଜ ଓଜ ସଖା ମେଳ। କିଏ ସେ? ସ୍ୱୟଂ କୃଷ୍ଣ ବା ନାରାୟଣ। ଯାଜ ନଗର ପ୍ରଭୁ ଖେଳ ଆରମ୍ଭିବେ ହୋଇ କରି ବିପ୍ର ବାଳ। ମାନେ ବ୍ରାହ୍ମଣ ପିଲା ରୂପ ଧରି, ବିପ୍ର ବୋଲନ୍ତେ ବ୍ରାହ୍ମଣ, କଣ ବାଳ ବୋଲନ୍ତେ ଛୁଆ, ବ୍ରାହ୍ମଣ ପିଲା ବା ବ୍ରାହ୍ମଣ ଛୁଆ ରୂପକ ଧରି ନାମ ରୂପକ ହୋଇ ସେ ଯାଜନଗରରେ ଖେଳ ଆରମ୍ଭ କରିବେ। ଏବେ କୋଉ ଯାଜନଗର? ନା ଯାଜନଗର ବୋଲି ଯାହା କହନ୍ତି ଜହିର ଉଭା କନକ, ସେଇ ଯାଜନଗର ସେଠି ଆରମ୍ଭ କରିବେ। ହେଲା, ଯେତେବେଳେ ଆରମ୍ଭ କରିବେ ଶେଷରେ କଣ ଘଟିବ? କେବେ ଆରମ୍ଭ କରିବେ? ନା ଛତିଆ ଶ୍ରୀକ୍ଷେତ୍ର ହୋଇବ ସେ କାଳେ ମହାପ୍ରସାଦ ଜନ୍ମିବ। ସେ ଭକ୍ତ ମାନେ ଜାଣିବେ କେମିତି? ପ୍ରଭୁ ଖେଳ କରୁଛନ୍ତି ବୋଲି ଜାଣିବେ କେମିତି? ଭକ୍ତଙ୍କୁ ସଂକେତ ଦେଲେ, କହିଲେ ହେ ଭକ୍ତବୃନ୍ଦ ମନେ ରଖିଥା, ଯେତେବେଳେ ପ୍ରଭୁ ଯାଜନଗରରେ ଖେଳ ଆରମ୍ଭ କରିବେ ସେ ସମୟରେ ଛତିଆ ଶ୍ରୀକ୍ଷେତ୍ର ଇଆଡେ ହବ। ହେଲା, ମହାପ୍ରସାଦ ଜନ୍ମିବ। ଛତିଆ ଶ୍ରୀକ୍ଷେତ୍ର ହବ, ଛତିଆରେ କଣ ମହାପ୍ରସାଦ କଣ ହବ? ବାହାରିବ। ଆଉ କଣ, ଲୋକମାନେ ଭକ୍ତମାନେ ମହାପ୍ରସାଦ ପାଇବେ। କେବେ ଘଟିବ? ନା ଷଡ଼ ତ୍ରିଶ ବିଂଶେ ଖେଳ ଲାଗିଯିବ ନର ନ ଚିହ୍ନିବେ ଧ୍ରୁବ। ଯେତେବେଳେ ଛତିଆ ଶ୍ରୀକ୍ଷେତ୍ର ହବ ସେତେବେଳେ ମହାପ୍ରଭୁ କେତେ ହେଇଥିବ? 56 ବର୍ଷ ହେଇଥିବ। 350 ବୋଲନ୍ତେ 36, 20 ବୋଲନ୍ତେ 20, 36 20 କେତେ? 56। ଛପନ ଅଙ୍କରେ ଏ ଘଟଣା ଘଟିବ ବୋଲି କିଏ କହିଛନ୍ତି? ଶିଶୁଆନନ୍ଦ କହିଲେ। ଆମର 56 ଅଙ୍କ ବିଷୟ ଅରକ୍ଷିତ ଦାସ ମଧ୍ୟ କହିଛନ୍ତି। 56 ଅଙ୍କ ଫେରେ ଲେଖିଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି। ତାଙ୍କୁ ଦେଖିବ 56 ଅଙ୍କ ବିଷୟ ଦେଖିବ 13 ଜନ୍ମ ଶରଣରେ ପାଇଗଲେ। ବୁଝିହଉଛି? ତେଣୁ ଯେତେବେଳେ ମହାପ୍ରଭୁ ନର ଦେହରେ କଣ ହେଇଯିବେ, ମାନେ ଶକ୍ତି ନର ଦେହରେ ପରିପ୍ରକାଶ ହେବ। ବୁଝିହଉଛି? ସେ ଯାଜନଗରରେ ଖେଳ କରିବେ, ସେ ସମୟ କଣ ହବ? ଛତିଆ ଶ୍ରୀକ୍ଷେତ୍ରରେ ପରିଣତ ହବ। ସେଠି ନିର୍ମାଲ୍ୟ ଏ କଣ ମହାପ୍ରସାଦ ରନ୍ଧା ହବ। ହେଲା, ଏଥିରୁ ମନେ ରଖିଥା, ନର ଦେହୀ ରୂପକ ଠାକୁର ଲୀଳା କଲା ବେଳେ ଦାରୁ ବ୍ରହ୍ମ ରୂପକ ଠାକୁର ସେ ଛତିଆରେ ପ୍ରବେଶ କରିବେ। ଦିଟାକ ଗୋଟେ ହବ। ତେଣୁ ଯେତେବେଳେ ନର ଦେହୀ ରୂପକ ଶରୀରରେ ଠାକୁରଙ୍କ ସତ୍ତା ଖେଳା ଲୀଳା କରିବ କୋଉଠି? ଯାଜନଗରରେ। ସେତେବେଳେ କଣ ହବ? ଇଆଡେ ଛତିଆ ଶ୍ରୀକ୍ଷେତ୍ର ହବ। ଆଉ କିଛି ଖୋଲି କହି ହବନି। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗୋବା ହରି ବୋଲ।